ଚୈତ୍ର ନବରାତ୍ରି ଦିନ ଗୋଟିଏ ନୋଟକୁ ରକ୍ଷା ସୂତାରେ ବାନ୍ଧି ଆପଣଙ୍କ ଘରର ଏହି ଜାଗାରେ ରଖିଦିଅନ୍ତୁ। ଗୋଟିଏ ବର୍ଷରେ ହିଁ କରୋଡ଼ପତି ବନିଯିବେ। ଧନର ଦେବୀ ମାତା ଲକ୍ଷ୍ମୀଙ୍କ ହାତରେ ଆପଣଙ୍କ ଉପରେ ଧନର ବର୍ଷା କରିବେ। ନବରାତ୍ରି ରାତ୍ରିରେ ଗୋଟିଏ ନୋଟ ଓ ରକ୍ଷା ସୂତା ବାଲା ଉପାୟ କରିବେ ତ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଏପରି ଅସୀମ କୃପା ଆପଣଙ୍କ ଉପରେ ହେବ କି ନିରନ୍ତର ଆପଣଙ୍କ ପାଖକୁ ପଇସା ଆସିବାକୁ ଲାଗି ରହିବ। ଧନର ବୃଦ୍ଧି ହେବ ଏବଂ ଆପଣଙ୍କର ଟ୍ରେଜରୀ ଧନରେ ଭରି ହୋଇଯିବ ଏବଂ ବ୍ୟାଙ୍କ ବାଲାନ୍ସ ସବୁ ବେଳ ପାଇଁ ବଢି ରହିବ। ତ ଆପଣମାନେ ପ୍ରାୟ ଦେଖିଥିବେ ବହୁତ ସାରା ଲୋକ ତାଙ୍କ ଜୀବନରେ ଏତେ ଧନୀ ବନିଥାନ୍ତି କି ପିଢି ପରେ ପିଢି ବି ତାଙ୍କ ଘରେ ତାଙ୍କ ଜୀବନରେ ପଇସା ବଢି ଚାଲିଥାଏ। ଆପଣ ଦେଖନ୍ତୁ ନବରାତ୍ରି ଦିନ ବହୁତ ସିଦ୍ଧ ଦିନ ହୋଇଥାଏ। ନବରାତ୍ରି ଦିନରେ ବିଶେଷ କରି ମାତା ଦୁର୍ଗା ମାତା ରାଣୀ ପୃଥିବୀ ଉପରେ ଆସିଥାନ୍ତି ତ ତାଙ୍କ ଭକ୍ତଙ୍କ ମନସ୍କାମନାକୁ ପୁରା କରିଥାନ୍ତି। ଏହା ସହ ମାତା ଲକ୍ଷ୍ମୀ ଏପରି କୃପା ବର୍ଷା କରିଥାନ୍ତି ତାଙ୍କ ଭକ୍ତଙ୍କ ଘରକୁ ଧନ ଧାନ୍ୟରେ ଭରି ଦେଇଥାନ୍ତି। ଏହା ସହ ଯଦି ଆପଣ ଏହି ନୋଟ ବାଲା ଉପାୟ କରିଦେଉଛନ୍ତି ତ ଆପଣ ବୁଝି ନିଅନ୍ତୁ କି ସୌଭାଗ୍ୟ ଆପଣଙ୍କର ବୃଦ୍ଧି ହେବାରେ ଲାଗିବ ଏବଂ ନିର୍ଧନତା ଗରିବୀ କେବେ ବି ଆପଣଙ୍କ ଜୀବନରେ ଆଉ ଫେରିକି ଆସିବ ନାହିଁ। ତ ଆଜିର ଭିଡିଓରେ ଯେଉଁ ଉପାୟ ଆମେ ଆପଣଙ୍କୁ ବତାଇବୁ ଏହି ଉପାୟକୁ ଆପଣ ନବରାତ୍ରିର କୌଣସି ବି ଦିନ କରିପାରିବେ କାରଣ ନବରାତ୍ରିର ଗୋଟିଏ ଗୋଟିଏ ଦିନ ବହୁତ ଚମତ୍କାରୀ ଦିନ ମନାଯାଏ। କାହିଁକି ନା 9 ମାତା ରାଣୀଙ୍କର 9 ଦିନ ହୋଇଥାଏ। ଏଥିପାଇଁ ଏହି ଉପାୟକୁ କୌଣସି ବି ଦିନ ଆପଣମାନେ କରିପାରିବେ। ଅଷ୍ଟମୀ ଓ ନବରାତ୍ରି ଦୁଇ ଦିନ ଏପରି ହୋଇଥାଏ ବହୁତ ବଡ ହୋଇଥାଏ। ଆପଣ ଏହି ଉପାୟକୁ ଅଷ୍ଟମୀ ତିଥି ବି କରିପାରିବେ ଆଉ ନବମୀ ତିଥିରେ ବି କରିପାରିବେ। ଏହି ଉପାୟକୁ ଆପଣ ଆପଣଙ୍କର ଘରେ ବସିକି ହିଁ କରିବେ। ଆପଣ ମହା କରୋଡ଼ପତି ବନିବେ। ବାସ୍ ପୁରା ସଚ୍ଚା ଓ ଶ୍ରଦ୍ଧାରେ ଏହି ଉପାୟକୁ କରିବେ। ଆପଣ ଏହି ଉପାୟକୁ କେଉଁ ସମୟରେ କରିବେ ଦେଖନ୍ତୁ ଯେତେବେଳେ ବି ଆପଣଙ୍କୁ ଟାଇମ ମିଳୁଛି ଆପଣ କରିପାରିବେ। ଆପଣ ଚାହିଁଲେ ଏହି ଉପାୟକୁ ସକାଳେ କରିପାରିବେ ସନ୍ଧ୍ୟାରେ ବି କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ଉପାୟକୁ କିପରି କରିବେ। ତା ପୂର୍ବରୁ ଆପଣଙ୍କୁ ଅନୁରୋଧ ଏହି ଭିଡିଓ ଗୋଟେ ଲାଇକ୍ କରନ୍ତୁ। ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ରାଣୀ, ଜୟ ମାତା ଲକ୍ଷ୍ମୀ, ଜୟ ଜଗଦମ୍ବା ଅବଶ୍ୟ ଲେଖନ୍ତୁ। ଏହି ଉପାୟକୁ କରିବା ପାଇଁ ସର୍ବପ୍ରଥମେ ସକାଳୁ ଉଠି ସ୍ନାନ ଆଦି କରିବେ। ଏହାପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରିବେ। ଏହାପରେ ଆପଣ ଗୋଟିଏ 100 ଟଙ୍କିଆ ନୋଟଟେ ନେବେ। ଏହା ସହ ଗୋଟିଏ ମୌଲି ଧାଗା ବା ରକ୍ଷା ସୂତା ନେବେ। ଆଉ ସବୁଠାରୁ ଲାଲ ରଙ୍ଗର ରକ୍ଷା ସୂତା ମାତା ଦୁର୍ଗାଙ୍କର ବହୁତ ପ୍ରିୟ ହୋଇଥାଏ। ଆପଣ ଯେଉଁ 100 ଟଙ୍କିଆ ନୋଟ ନେବେ ଭଲସେ ଚେକ୍ କରିବେ କାରଣ କଟା ଫଟା ନୋଟ ନେବେ ନାହିଁ। ପୁରା ସଫା ସୁତୁରା ନୋଟ ନେବେ। ଏହା ସହ ଅଳ୍ପ ପେସା ହଳଦୀ ନେବେ। ହଳଦୀ ଯାହାକି ଆପଣଙ୍କର ବୃହସ୍ପତି ଗ୍ରହକୁ ମଜବୁତ କରିଥାଏ। ଶ୍ରୀହରି ବିଷ୍ଣୁଙ୍କୁ ବି ପ୍ରସନ୍ନ କରିଥାଏ। ଆଉ ଶ୍ରୀହରି ବିଷ୍ଣୁ ଯେବେ ପ୍ରସନ୍ନ ହେବେ ତ ମାତା ଲକ୍ଷ୍ମୀ ବି ଆପେ ଆପେ ପ୍ରସନ୍ନ ହୋଇଯିବେ। ତ ଆପଣ 2 ରୁ 3 ଚୁଟକି ପେସା ହଳଦୀ ନେବେ। ଏହା ସହ 2ଟି ଗୋଟା ଫୁଲ ଥିବା ଲବଙ୍ଗ ନେବେ ଏବଂ ଗୋଟିଏ ଦେଶୀ ଘିଅର ଦୀପଟିଏ ପ୍ରସ୍ତୁତ କରିବେ। ଏହାପରେ ଆପଣଙ୍କର ଘରର ପୂଜା ଘରେ ବସି ପଡ଼ିବେ। ସବୁଠୁ ପ୍ରଥମେ ମାତା ଦୁର୍ଗାଙ୍କ ସାମ୍ନାରେ ଆପଣଙ୍କୁ ଦୀପ ପ୍ରଜ୍ୱଳିତ କରିବାକୁ ପଡ଼ିବ। ଦେଖନ୍ତୁ ଦୀପର ମହତ୍ଵ ବହୁତ ଅଧିକ ଚମତ୍କାର ହୋଇଥାଏ। ବିଶେଷ କରି ଯିଏ ବି ପୂଜା ପାଠ କରିଥାନ୍ତି। ତ ସବୁଠୁ ପ୍ରଥମେ ଦୀପ ପ୍ରଜ୍ୱଳିତ କରିଦେବେ। ଏହାପରେ ଯେଉଁ 100 ଟଙ୍କିଆ ନୋଟ ନେଇଥିବେ ସେହି ନୋଟକୁ ମାତା ଦୁର୍ଗାଙ୍କ ସାମ୍ନାରେ ମାତ୍ର 1 ରୁ 2 ସେକେଣ୍ଡ ପାଇଁ ରଖିଦେବେ। ବେଶୀ ଡେରି ରଖିବେ ନାହିଁ। ସେହି ନୋଟ ଉପରେ ହାଲକା ହାଲକା ହଳଦୀର ଛିଟା ଦେବେ। ଯେତେବେଳେ ନୋଟ ଉପରେ ହଳଦୀ ପକାଇବେ ସେହି ସମୟରେ ଆପଣଙ୍କ ମନରେ ପ୍ରାର୍ଥନା କରିବେ କି ହେ ଜଗତ ଜନନୀ, ହେ ଜଗଦମ୍ବା, ହେ ମାତା ଲକ୍ଷ୍ମୀ, ମୋ ଘରେ ଧନର ବର୍ଷା କର, ମୋ ଜୀବନକୁ ସୁଖରେ ଭରିଦିଅ, ମୋ ପରିବାରର ସବୁ ସଦସ୍ୟଙ୍କର କଲ୍ୟାଣ କର। ବାସ୍ ଏତିକି ଆପଣ ପ୍ରାର୍ଥନା କରିବେ। ଏହାପରେ ଯେଉଁ 2ଟି ଲବଙ୍ଗ ନେଇଥିଲେ ସେହି ନୋଟ ଉପରେ ସେହି ଲବଙ୍ଗକୁ ରଖିଦେବେ। ଏବେ ସେହି ନୋଟକୁ ଭଲସେ ଭାଙ୍ଗିଦେବେ। ଏହାପରେ ଯେଉଁ ରକ୍ଷା ସୂତା ନେଇଥିଲେ ସେହି ରକ୍ଷା ସୂତାକୁ 7 ଥର ସେହି ନୋଟ ଉପରେ ଗୁଡ଼ାଇ ଦେବେ। କେତେ ଥର ଗୁଡ଼ାଇବେ ନା 7 ଥର ଗୁଡ଼ାଇବେ। ଏହାପରେ ସେହି ନୋଟକୁ ଆପଣ ନବରାତ୍ରି ଦିନ ରାତ୍ରିରେ ଆପଣଙ୍କର ପୂଜା ଘରେ କିଛି ସମୟ ରଖିଦେବେ। କିନ୍ତୁ ଧ୍ୟାନ ଦେବେ ନୋଟରେ ଯେଉଁ ଲବଙ୍ଗ ରଖିଥିଲେ ସେହି ଲବଙ୍ଗ ଯେପରି ନୋଟ ଭିତରୁ ବାହାରି ନଯାଏ।
ଏହାପରେ କିଛି ସମୟ ପରେ ସେହି ନୋଟକୁ ନେଇ ଆପଣଙ୍କର ଧନ ରଖୁଥିବା ଟ୍ରେଜରୀରେ କିମ୍ବା ଯେଉଁଠି ବି ଆପଣ ଧନ ରଖୁଛନ୍ତି ସେହି ଜାଗାରେ ଏହି ନୋଟକୁ ନେଇ ରଖିଦେବେ। ଲବଙ୍ଗ ମାତା ଦୁର୍ଗାଙ୍କୁ ବହୁତ ପ୍ରିୟ ହୋଇଥାଏ। ଏଥିପାଇଁ ଆପଣ 2ଟି ଗୋଟା ଲବଙ୍ଗକୁ ନୋଟ ଭିତରେ ରଖିବେ। ଏହି ଛୋଟିଆ ଉପାୟଟି ମହାଦିବ୍ୟ ଚମତ୍କାରୀ ଅଟେ। ବର୍ଷ ପରେ ବର୍ଷ ଭିତରେ ଆପଣ ଏହାର ଚମତ୍କାର ଦେଖିବେ କି କିପରି ଆପଣଙ୍କର ଚମତ୍କାର ଘଟୁଛି ଏବଂ ଆପଣ କିପରି କରୋଡ଼ପତି ବନିଯିବେ, କିପରି ଧନ ଆପଣଙ୍କ ପାଖକୁ ଆସିବ ଏବଂ କେବେ ବି ଆପଣଙ୍କୁ ଧନର କମି ଜୀବନରେ ଆସିବ ନାହିଁ। ଆପଣଙ୍କର ପିଢ଼ି ପରେ ପିଢ଼ି ବି ଧନ ବଢ଼ିବ। ଏହି ମହା ଚମତ୍କାରୀ ଉପାୟକୁ ପୁରା ସଚ୍ଚା ଓ ଶ୍ରଦ୍ଧାର ସହ ଆପଣ ଏହି ଉପାୟକୁ କରନ୍ତୁ। ଏହା ସହ ନବରାତ୍ରି ଦିନଟି ବହୁତ ପବିତ୍ର ଓ ପାବନ ହୋଇଥାଏ। ତ ନବରାତ୍ରି ସମୟରେ ଯେତେ ଦୂର ସମ୍ଭବ ହେଉଛି ଆପଣଙ୍କ ଘରକୁ ଆପଣ ସୁଗନ୍ଧିତ ରଖିବେ, ଯେପରିକି ଆପଣଙ୍କର ଘରେ ଅତର ଆପଣଙ୍କର ଘରର ପୂଜା ଘରେ ଜରୁର ଲଗାନ୍ତୁ। ଲବଙ୍ଗ ଓ କର୍ପୂର ମିଶାଇକି ଜଳାଇକି ଆଳତି କରିବେ। ଏହା ସହ ନବରାତ୍ରି ଦିନ ଆପଣଙ୍କର ମୁଖ୍ୟ ଦ୍ୱାରରେ ଦୀପ ପ୍ରଜ୍ୱଳିତ କରିବେ। କାହିଁକି ନା ମୁଖ୍ୟ ଦ୍ୱାର ହିଁ ଆପଣଙ୍କ ଘରକୁ ଧନ ଟାଣିକି ଆଣିବାର କାମ କରିଥାଏ ଏବଂ ଧନ ବଢ଼ାଇବାରେ ବି ଏହି ମୁଖ୍ୟ ଦ୍ୱାର କାମ କରିଥାଏ। କାହିଁକି ନା ମାତା ଲକ୍ଷ୍ମୀଙ୍କର ସବୁଠୁ ପ୍ରଥମେ ଦୃଷ୍ଟି ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ ପଡ଼ିଥାଏ। ତ ଜରୁର ଆପଣ ଏହି ଉପାୟକୁ କରନ୍ତୁ। ମାତା ରାଣୀ ଆପଣଙ୍କ ଘରକୁ ଆସିବେ ନବରାତ୍ରି ଦିନ। ଭଲସେ ପୂଜା ପାଠ କରିବେ ଏବଂ ଆପଣଙ୍କ ଘରେ ସବୁବେଳେ ଲବଙ୍ଗ ଓ କର୍ପୂର ଜଳାଇ ମାତାଙ୍କୁ ପୂଜା ପାଠ କରନ୍ତୁ ଏବଂ ଆପଣଙ୍କର ଯାହା ବି ମନସ୍କାମନା ଅଛି, ଯାହା ବି ଇଚ୍ଛା ଅଛି, ତାହା ସବୁ ଆପେ ଆପେ ପୂରଣ ହେଇଯିବ ଏବଂ ଆପଣ ମହା କରୋଡ଼ପତି ବନିଯିବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।